दर्शक बंधु ମୁଁ ଦେବାନନ୍ଦ ଆପଣଙ୍କୁ ସ୍ୱାଗତ କରୁଛି ଆଜିର ନୂତନ ଅଧ୍ୟାୟକୁ। ଦର୍ଶକ ବନ୍ଧୁ, ଆଜି ଆମେ ଆସି ପହଞ୍ଚିଛୁ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ମା ଯୋଗମାୟା ପୀଠ ପଞ୍ଚସଖା ଆଶ୍ରମରେ। ଅନେକ ଅଲୌକିକ କଥା ତ ରହିଛି ଏହି ପୀଠରେ, କିନ୍ତୁ ଆପଣ ଦେଖିବେ ଯେଉଁ ମା ଆମ ପାଖରେ ବିଦ୍ୟମାନ ସ୍ୱୟଂ 108 ଭୁଜାଧାରୀ ମା, ଅନେକ ମହାତ୍ମ୍ୟ ରହିଛି। ଆମ ସହିତ ଏହି ପୀଠର ଯିଏ ପୀଠାଧୀଶ ଅଛନ୍ତି, ନନା ଅଛନ୍ତି, ଆମେ ସିଧାସଳଖ ତାଙ୍କ ସହିତ କଥା ହେବା। ଆମ ସହିତ ଯୋଡ଼ି ହେଇ ରୁହନ୍ତୁ ଭିଡ଼ିଓର ଶେଷ ପର୍ଯ୍ୟନ୍ତ। ନନା, ଆପଣଙ୍କୁ ପ୍ରଣାମ ଏବଂ ଆମ ଚ୍ୟାନେଲକୁ ସ୍ୱାଗତ। ନନା, ଆମେ ଯାହା ଦେଖୁଛେ ଯେଉଁ ମା ବିଶ୍ୱରୂପ ଧରିଛନ୍ତି 108 ଭୁଜା, ଆମ ଦର୍ଶକ ବନ୍ଧୁମାନଙ୍କୁ କ'ଣ କହିବେ? ଏଇ ଭାରତରେ ଏମିତି ବିଶ୍ୱରୂପ ଆଉ କେଉଁଠି ମୂର୍ତ୍ତି ପୂଜା ପାଉଛନ୍ତି ନା ଏଇ ଓଡ଼ିଶାରେ କେବଳ ଏଇ ସ୍ଥାନରେ? ଓଡ଼ିଶାରେ କେବଳ ଏଇ ସ୍ଥାନରେ, ଆଉ କୌଣସି ଜାଗାରେ ନାହାନ୍ତି। କେବଳ ଏଇ ଜାଗାଟା ପ୍ରଥମ ମାଙ୍କର ଯୋଗମାୟା ପୀଠ ପଞ୍ଚସଖା ଆଶ୍ରମ। ଯୋଗମାୟାଙ୍କ ପୀଠ ପଞ୍ଚସଖା ଆଶ୍ରମ। ମାଙ୍କର ବିଶ୍ୱରୂପ ଇଏ 108 ଭୁଜା ମା ଯୋଗମାୟା। ଆଉ ମାଙ୍କର ଅଲୌକିତ ସବୁ ରହିଛି। ମାନସିକ କଲେ ଏବଂ ମନ ଇଚ୍ଛା ପୂରଣ ହୁଏ। ବହୁତ ଲୋକ ମଧ୍ୟ ଆସନ୍ତି ବିଭିନ୍ନ କଥା। ଆଉ ଇଏ ମାଳିକା ପ୍ରସିଦ୍ଧ ଜାଗା। ନା ଆମେ ଯାହା ଦେଖିବା, ଯୋଉ ମା ବିଶ୍ୱରୂପ ଧରିଛନ୍ତି ଏଇ ସ୍ଥାନରେ କେବେ ଆବିର୍ଭାବ ହେଲେ ନା କେମିତି କ'ଣ ଏଠି ପୂଜା ପାଇଲେ ମା? ଏଇଟା ମହାପୁରୁଷଙ୍କ ମାଳିକା ହିସାବରେ ହେଇଛି। ମହାପୁରୁଷଙ୍କର ମାଳିକା ହିସାବରେ ସେ ହେଇଛି। ଆପଣ ଲିଖିତ ଅଛି ମାଳିକା, ମହାପୁରୁଷଙ୍କ ମାଳିକାରେ ଲିଖିତ ଅଛି। ସେଇ ହିସାବରେ ହେଇଛନ୍ତି ମା। ତଥାପି ନନା ଆପଣ କେତେ ବର୍ଷ ପୂଜା କଲେଣି? ଏଠି ମୁଁ ହେଇଗଲାଣି 30-35 ବର୍ଷ ହେଇଗଲାଣି। ମା ଏଠି କେମିତି ଆବିର୍ଭାବ କେବେଠାରୁ ହେଲେ? ବାପା ଥିଲେ, ବାପା କରିଛନ୍ତି। ଆପଣଙ୍କ ବାପା ହଉଛନ୍ତି କେଶବ ବାବା, କେଶବ ଚନ୍ଦ୍ର ମହାପାତ୍ର ବାବା। ବାବା ସିଏ ନିଜେ ଏଇ ମୂର୍ତ୍ତି ନିର୍ମାଣ କରିଥିଲେ? ହଁ, ବାପା ନିଜେ ମାଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି। କରିକିରି ତାପରେ ବାପା ଯିବା ହେଇଗଲା 2012ରେ ବାପା ଗଲେ। ଆଉ ତା ପୂର୍ବରୁ ମାଙ୍କ ମୂର୍ତ୍ତି ହେଇଛନ୍ତି, ପୂଜା ହଉଛନ୍ତି। କେମିତି କ'ଣ ଏଇ ସ୍ଥାନଟା ଯାହା ରହିଛି ରଘୁନାଥପୁର ବ୍ଲକ କ'ଣ ଗ୍ରାମ ରହିଛି? ଗ୍ରାମ ହଉଛି ସାଦେଇପୁର। ସାଦେଇପୁର। ଏଇ କ'ଣ ସବୁ ମାନେ ବାବା କେମିତି ଏଇ ସବୁ ଅଲୌକିକ କଥା ଏ କ୍ଷେତ୍ରରେ ଯୋଉ ନିର୍ମାଣ କଲେ, ଏମିତି କିଛି ଅଲୌକିକ କଥା ରହିଛି ଯାହା ବାପାଙ୍କ ଠାରୁ ଆପଣ ଶୁଣିଥିବେ ନିଶ୍ଚୟ? ହଁ, ମାଳିକାରେ ଲେଖା ଅଛି। ମାଳିକାରେ ଜାଗା ନାଁ ଲେଖା ଅଛି ଏବଂ ମାଙ୍କ ଇଏ ଲେଖା ଅଛି। ସେଇଥିପାଇଁ କରାଯାଇଛି। ନନା ଆମେ ଏଇ ଯୋଉ ପଞ୍ଚସଖା 5 ଜଣ ଯୋଉ ଅଚ୍ୟୁତ, ଅନନ୍ତ, ଯଶବନ୍ତ, ବଳରାମ, ଜଗନ୍ନାଥ, ଇଏ 5 ଜଣ ଏଇ ମାଙ୍କୁ ସେବା କରିକିରି ସେ ପରପ୍ରାପ୍ତ ହେଇଛନ୍ତି। ଏବଂ ଯୋଉ ପଞ୍ଚସଖା 5 ଜଣ ମାଙ୍କୁ ସେବା କରନ୍ତି ବା ଇଏ କରନ୍ତି। 108 ଭୁଜାଧାରୀ ଆମେ ତ ମାଙ୍କର ବିଶ୍ୱରୂପ, ବିଶ୍ୱରୂପ ଏମିତି କୋଉ ଗ୍ରନ୍ଥରେ? ପ୍ରଭୁଙ୍କର ବିଶ୍ୱରୂପ ଅଛି। ପ୍ରଭୁଙ୍କର ବିଶ୍ୱରୂପ ନାହିଁ, ସେମିତି ମାଙ୍କର ବିଶ୍ୱରୂପ ଅଛି ନା ନାହିଁ? ଆମେ ଏମିତି 108 ଭୁଜା ଦେଖିନାହାନ୍ତି। ଆମର ଏଇଟା ହଉଛି ମହାପୁରୁଷଙ୍କର ମାଳିକା ପ୍ରସିଦ୍ଧ ଜାଗା, ତେଣୁ ମାଳିକାରେ ଅଛି ଏ ଜିନିଷ, ତେଣୁ ସେଇଥିପାଇଁ ବାପା କରିଛନ୍ତି। ଆମେ ତ ପ୍ରଥମ ଦେଖି ଆଶ୍ଚର୍ଯ୍ୟ ହେଇଯାଉଛୁ ଯେ ମାଙ୍କର ଯୋଉ ବିଶ୍ୱରୂପ 108 ଭୁଜା ଆମେ କୋଉଠି ବି ଦେଖିନୁ। ନା, କୌଣସି ଜାଗାରେ ନାହିଁ, ଏମିତି କୌଣସି ଜାଗାରେ ନାହିଁ। ଓଡ଼ିଶାରେ ନାହିଁ, ନା ଓଡ଼ିଶା ବାହାରେ ମଧ୍ୟ ନାହିଁ। ଦର୍ଶକ ବନ୍ଧୁ, ଏକ ବଡ଼ କଥା ଯାହା ନନା କହୁଛନ୍ତି ଯେ ଆମ ଓଡ଼ିଶାରେ କ'ଣ ସାରା ଭାରତରେ ବି ଏଭଳି ବିଶ୍ୱରୂପ ଦେଖିବାକୁ କେଉଁ ସ୍ଥାନରେ ବି ପାଇବେନି। ନନା ଆମେ ଯାହା ଦେଖୁ, ପ୍ରଥମ ଯେମିତି ଆମେ ଦେଖିକି ଆଶ୍ଚର୍ଯ୍ୟ ହେଇଯାଉଛୁ ମାଙ୍କର 108 ଭୁଜାଧାରୀ ମା ତ ଯୋଉ ମହିଷା ମର୍ଦ୍ଦିନୀ ନୁହନ୍ତି? ନାଇଁ, ମହିଷା ମର୍ଦ୍ଦିନୀ ନୁହନ୍ତି। ମା ହଉଛନ୍ତି ଯୋଗମାୟା ପରା। ମା ଯୋଗମାୟା। ମା ହଉଛନ୍ତି 10 ମହାମାୟୀ। ନନା ଆପଣ ଏଇଠି ଏ କ୍ଷେତ୍ରରେ ରହିବା ଭିତରେ ଆପଣଙ୍କ ଏଇଟା ହଉଛି ଜନ୍ମସ୍ଥାନ? ହଁ, ଆମର ଜନ୍ମସ୍ଥାନ। ଏଇଠି ରହିଲା ଭିତରେ ଏମିତି କିଛି ଅଲୌକିକ ଘଟଣା କିଛି ଏମିତି ମାଙ୍କର? ବହୁତ ଅଲୌକିକ ଘଟଣା ଘଟିଛି। ଏବଂ ଏବେ ବି ଆମେ ସନ୍ଧ୍ୟା ସମୟରେ ଭାଗବତ କରୁ, ତଳେ ଭାଗବତ କରୁଛୁ, ଉପରେ ଖାଲି ଶୁଭୁଛି, ମାନେ ଘଣ୍ଟି ସାଉଣ୍ଡ ଶୁଭୁଛି। କିଏ ଆଉ, ଆମେ ତ ଏବେ ସାରିକିରି ମାଙ୍କର ପୂଜା ଆସିଲୁ, ସାଙ୍ଗେ ସାଙ୍ଗେ ଆଳତି ସାରିକିରି ଏଠି ତ ଭାଗବତ ଆମେ କରୁଛେ।
ଆଉ ତ କେହି ଭିତରକୁ ଯିବାର ନାହିଁ। ଘଣ୍ଟି ଶବ୍ଦ କେମିତି ହଉଛି, କିଏ ଘଣ୍ଟି ବଜଉଛି? ଏବେ ଆମେ 4-5 ଜଣ ବସିଥିଲୁ, ସବୁ ଶୁଣୁଛୁ ସେ କଥାଟା। ମୋତେ ସିଏ ବି କହିଲେ ଘଣ୍ଟି ନା ତମେ ତ ପୂଜା କରିକି ଆସିଲ, ଫେରେ ଘଣ୍ଟି କିଏ ବଜଉଛି? ମୁଁ କହିଲି ଶୁଣୁନାହାନ୍ତି ଘଣ୍ଟି ବାଜୁଛି। ହଁ ପ୍ରକୃତ ବାଜୁଛି। କିଏ ବାଜୁଛି କିଏ? ଆଉ ଆମେ ତ ଆସିଲେ ଘଣ୍ଟି କ'ଣ ବାଜୁଛି, କେମିତି ବାଜିଲା, କ'ଣ ହେଲା? ଏମିତି ଆଶ୍ଚର୍ଯ୍ୟ ହେଇ ତାପରେ ଏଠିକି ଆସିଲୁ, କିଛି ନାହିଁ, ଦେଖିଲା ବେଳକୁ କିଛି ନାହାନ୍ତି। ଏ ଶବ୍ଦଟା ଆମେ ନିଜେ ଅନୁଭବ କରୁଛୁ, ଏଇ 2-4 ଦିନ ତଳର କଥା। ଦର୍ଶକ ବନ୍ଧୁ, ଯାହା ନନା ଆମେ ଯାହା ତ କହିବା ଅତି ମୁହୂର୍ତ୍ତରେ ମାଙ୍କର ଅଲୌକିକ ଘଟଣା ବା କଥା ରହିଛି। ଦେହ ବି ଶୀତେଇ ଯାଉଛି ମାଙ୍କ କଥା। ଆମେ କ'ଣ ବା ଅଲୌକିକ କଥା ଆମେ ମାଙ୍କ ବିଷୟରେ କହିବା? କିନ୍ତୁ କିନ୍ତୁ ନନା ଆମେ ଟିକେ ମନ୍ଦିର ପଛ ଭାଗକୁ ଯିବା, ଟିକେ ଦର୍ଶନ କରିବା। ଚାଲ।